ପ୍ରିୟ ଦଶମ ଶ୍ରେଣୀ ପିଲାମାନେ, ଆଜି ଆମେ ଆମ ଦଶମ କ୍ଲାସ ଇତିହାସର ପ୍ରଥମ ଅଧ୍ୟାୟର ପ୍ରଥମ ପାଠ ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କର ଆବିର୍ଭାବର ସବୁତକ ପ୍ରଶ୍ନାବଳୀର ଉତ୍ତର କରିବା। 1 ନମ୍ବର ପ୍ରଶ୍ନ ଆମକୁ ଦେଇଛି। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ଆମେ 60ଟି ଶବ୍ଦରେ ଦେବା। ତାହେଲେ କରେ ଦେଲା, ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଶ୍ୱେତାଙ୍ଗମାନଙ୍କ ଦ୍ୱାରା କିପରି ଅତ୍ୟାଚାରିତ ହେଉଥିଲେ। ଆମେ ଏହାକୁ ଭଲରେ ପଢ଼ିଛେ ଏବଂ ଆଉଥରେ ବୁଝିବାକୁ ଚେଷ୍ଟା କରିବା। ଭଲରେ ବୁଝେଇଦେବି ପିଲାମାନେ। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ନୀତି ଦେଖାଯାଏ। ତେଣୁ ତାଙ୍କର ଦୁଇ ପ୍ରକାର ଲୋକ ଯାଆନ୍ତି, ଗୋଟେ ହେଲା କଳା, ଗୋଟେ ହେଲା ଗୋରା। ହେଲା, କଳାଙ୍କୁ ଆମେ କୃଷ୍ଣାଙ୍ଗ କହିବା ଏବଂ ଭାରତୀୟମାନେ ଆଫ୍ରିକାରେ କାମ କରୁଥିବା କୃଷ୍ଣାଙ୍ଗ ଆଫ୍ରିକୀୟ ଏବଂ ଭାରତୀୟମାନେ ସେଠାରେ କ'ଣ କରୁଥିଲେ, ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। କ'ଣ ସମସ୍ୟାର? ସେଠାରେ ସେମାନଙ୍କର ଭୋଟ ଦେବା ଅଧିକାର ନଥିଲା। ସେମାନଙ୍କୁ ସେମାନଙ୍କର ନାମ ପଞ୍ଜୀକରଣ କରି ନିର୍ବାଚନର କର ମଧ୍ୟ ଦେବାକୁ ପଡ଼ୁଥିଲା। ଭୋଟ ଦେବେନି କିନ୍ତୁ ନିର୍ବାଚନର କର ଦେବେ। ଆଉ କ'ଣ ଅସୁବିଧା ହେଉଥିଲା? ଭାରତୀୟଙ୍କ ବସତି ସ୍ଥାପନ ପାଇଁ ସେମାନେ କ'ଣ ଜନାକୀର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ ଉଦ୍ଦିଷ୍ଟ କରାଯାଇଥିଲା। ବୁଝିହେଲା? ଯେଉଁଠାରେ କେହି ଲୋକ ନଥିବେ ଏବଂ ଭାରି ଅସ୍ୱାସ୍ଥ୍ୟକର ପରିବେଶ ଉଦ୍ଦିଷ୍ଟ କରାଯାଇଥିଲା। ତାପରେ ସେମାନେ ରାତି 9ଟା ପରେ ଘରୁ ବାହାରକୁ ଯାଇପାରୁନଥିଲେ କି ଜନସାଧାରଣଙ୍କ ପାଦଚଲ ରାସ୍ତା ମଧ୍ୟ ବ୍ୟବହାର କରିପାରୁନଥିଲେ ଏବଂ ସେମାନଙ୍କୁ ରେଳଗାଡ଼ିର ପ୍ରଥମ ବା ଦ୍ୱିତୀୟ ଡବାରେ ଶ୍ରେଣୀକୋଠରେ ଯାତ୍ରା କରିବାର ଅଧିକାର ମଧ୍ୟ ନଥିଲା। ହେଲା, ଏବଂ ଆମ ଭାରତୀୟମାନଙ୍କୁ ସେମାନେ କ'ଣ ବୋଲି ସମ୍ବୋଧନ କରୁଥିଲେ? କୁଲି ବୋଲି ସମ୍ବୋଧନ କରୁଥିଲେ। ଏହା ବୋର୍ଡ଼ ପରୀକ୍ଷାରେ ଏକ ସର୍ଟ କୋଶ୍ଚିନ୍ ମଧ୍ୟ ଆସିସାରିଛି। ତାପରେ ଖରେ ଯିବା। ବଢ଼ିଆ କୋଶ୍ଚିନ୍। ଚମ୍ପାରଣ ଆନ୍ଦୋଳନର ମହାତ୍ମା ଗାନ୍ଧୀଙ୍କ ଭୂମିକା ଆଲୋଚନା କର। ପିଲାମାନେ, ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ଭାରତର ପ୍ରଥମ ଆନ୍ଦୋଳନ କେଉଁ ଆନ୍ଦୋଳନ? ଗାନ୍ଧିଜୀଙ୍କର ଚମ୍ପାରଣ ଆନ୍ଦୋଳନ। ଏହା କେଉଁଠି ହେଇଥିଲା? ଏହା ବିହାର ଚମ୍ପାରଣ ଜିଲ୍ଲାରେ ହେଇଥିଲା। ବିହାର ଚମ୍ପାରଣରେ 3 କାଠିଆ ବ୍ୟବସ୍ଥା ଚାଲିଥିଲା। 3 କାଠିଆ ବ୍ୟବସ୍ଥା କ'ଣ? ଚାଷୀମାନଙ୍କୁ ଜମିର 20 ଭାଗରୁ 3 ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷରୋପଣଙ୍କ ଦ୍ୱାରା ବାଧ୍ୟ କରାଯାଇଥିଲା ଏବଂ ସେମାନଙ୍କୁ ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡ଼ୁଥିଲା। ମାନେ ସେ କହିଲେ, ତୁମର ଯଦି 20 ଭାଗରୁ 3 ଭାଗରେ ତୁମେ ନୀଳ ଉତ୍ପାଦନ କରିବ ଏବଂ ଆମେ ଯାହା ମାନେ ଇଂରେଜମାନେ ଯାହା ଦର ଫିକ୍ସ କରିବେ ସେଇ ଦରରେ ତୁମେ ଆମକୁ ଦେବ। ତାଙ୍କୁ ବାଧ୍ୟ କରାଯାଇଥିଲା। ଏଟାକୁ ଆମେ 3 କାଠିଆ ବ୍ୟବସ୍ଥା ବୋଲି କରୁଥିବା। ପରବର୍ତ୍ତୀ କାଳରେ ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ ନ କରିବା ପାଇଁ ଜମିର ଭଡ଼ା ବଢ଼ାଇ ଦିଆଗଲା ଓ ଅନେକ ବେଆଇନ ଟିକସ ମଧ୍ୟ ଆଦାୟ କରାଗଲା ଏବଂ ଏହାକୁ ଯିଏ ବିରୋଧ କରିବ ସିଏ ଶୋଷଣର ଅତ୍ୟାଚାର ହେଲେ। ବୁଝିହେଲା? ଚାଷୀମାନଙ୍କର ସମସ୍ୟା ଅନୁଧ୍ୟାନ ନିମନ୍ତେ ମହାତ୍ମା ଗାନ୍ଧୀଙ୍କର ସ୍ଥାନୀୟ ବାସିନ୍ଦା କିଏ? ରାଜକୁମାର ଶୁକ୍ଲ। ହେଲା, ୟାଙ୍କ ନିମନ୍ତ୍ରଣ କ୍ରମେ 1917 ଏପ୍ରିଲରେ ଚମ୍ପାରଣ ଜିଲ୍ଲା ସଦର ମହକୁମାର ମୋତିହାରୀରେ ଗାନ୍ଧିଜୀ ପହଞ୍ଚିଲେ। ସେଠାକାର ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ମୁଜାହର ଉଲ୍ ହକ, ମହାଦେବ ଦେଶାଇ, ନରହରି ପାରିଖ ଓ ଜେ.ବି. କୃପାଳିନୀଙ୍କୁ ତୁରନ୍ତ ଉକ୍ତ ଜିଲ୍ଲା ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ। ଗାନ୍ଧିଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ଯେକୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ। ବୁଝିହେଲା? ତାଙ୍କୁ କହିଲେ ଜିଲ୍ଲା ଛାଡ଼ିକି ତୁମେ ଜହରି ହେଲା ଜିଲ୍ଲା ଦେଇ, ତଥାପି ସେ କହିଲେ ଯାହା ବି ଦଣ୍ଡ ଦିଅ ଆମେ ଲୋକଙ୍କ ପାଖରେ ଠିଆ ହେବୁ। ଶେଷରେ ସରକାର ଗାନ୍ଧିଜୀଙ୍କୁ ଚାଷୀମାନଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ଅନୁମତି ଦେଇ ଗଠିତ କମିଟିରେ ସଦସ୍ୟ ରୂପେ ଅନ୍ତର୍ଭୁକ୍ତ କଲେ। ଫଳରେ ଗାନ୍ଧିଜୀଙ୍କ ଉଦ୍ୟମରେ 3 କାଠିଆ ବ୍ୟବସ୍ଥାର ଉଚ୍ଛେଦ ହେଲା ଓ ଇଂରେଜ ମାଲିକଙ୍କ ଦ୍ୱାରା ବେଆଇନ ଭାବେ ଆଦାୟ ଅର୍ଥର 25% ଚାଷୀମାନଙ୍କୁ ଫେରସ୍ତ କରାଗଲା। ହେଲା, ଗାନ୍ଧିଜୀଙ୍କ ପ୍ରଥମ ଆନ୍ଦୋଳନ ଇଏ କ'ଣ ସଫଳତା ହେଲା। ତାପରେ ଖରେ ଯିବା। ଖ ଗଲା ଗ। ଗରେ କ'ଣ ଆମକୁ ଦେଲା? ଖେଡ଼ାଠାରେ ଗାନ୍ଧିଜୀ କାହିଁକି ଆନ୍ଦୋଳନ କରିଥିଲେ ଓ ଏହାର ଫଳ କ'ଣ ହେଲା? ତାହେଲେ ପ୍ରଥମେ ତାପରେ ଆସିଲା ଚମ୍ପାରଣ, ପରେ ଆସିଲା ଖେଡ଼ା ଆନ୍ଦୋଳନ। ତାହେଲେ 1918 ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜରାଟ ସ୍ଥିତ ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ପିଲାମାନେ ବାଧାପ୍ରାପ୍ତ ହେଲା। ତାହେଲେ ରାଜସ୍ୱ ବିଭାଗର ନିୟମ ଅନୁଯାୟୀ ଜମିର ସ୍ୱାଭାବିକ ଉତ୍ପାଦନ 1/4ରୁ କମ୍ ହେଲେ ରାଜସ୍ୱ ଦେୟ ପରିମାଣ କୋହଳ କରିବାର ବ୍ୟବସ୍ଥା ଥିଲା।
ହେଲା। ତୁମେ ଯଦି ଜମିରେ 1/4 କମ୍ କ'ଣ ହେଇଛି ଅମଳ ହେଇଛି ତାହେଲେ ରାଜସ୍ୱ ପରିମାଣ କୋହଳ କରିବାର ବ୍ୟବସ୍ଥା ଅଛି। କିନ୍ତୁ ଇଂରେଜ କର୍ମଚାରୀମାନେ କ'ଣ କଲେ, ଖେଡ଼ାରେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ରାଜସ୍ୱ ଭରଣ କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୁଦ୍ଧରେ ସତ୍ୟାଗ୍ରହ କରିବାକୁ ଚାଷୀମାନଙ୍କୁ ସଂଗଠିତ କରିଥିଲେ। ଚାଷୀମାନେ ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କଲେ ଏବଂ ଏଥିପାଇଁ ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ହେଲେ। ଶେଷରେ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ ଏବଂ ଏକ ଗୁପ୍ତ ଜାରି କରି କେବଳ ସାମର୍ଥ୍ୟ ଥିବା ଚାଷୀମାନଙ୍କ ଠାରୁ ଖଜଣା ଆଦାୟ କଲେ। ହେଲା, ସେ ଜଣେ ଗୁପ୍ତକୁ ପଠାଇଲେ କେଉଁ ଚାଷୀମାନଙ୍କର ସାମର୍ଥ୍ୟ ଅଛି ଖଜଣା ଦେବା ପାଇଁ, କେବଳ ତାଙ୍କଠାରୁ ହିଁ ଆଦାୟ କଲେ। ଏହି ଆନ୍ଦୋଳନର ସଫଳତାରେ ପ୍ରଭାବିତ ହୋଇ ଖେଡ଼ା ଜିଲ୍ଲାର କ'ଣ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ହେଲେ। ଏଇଟା ପରୀକ୍ଷାରେ ବହୁତ କୋଶ୍ଚିନ୍ ଆସୁଛି। କେଉଁ ଆନ୍ଦୋଳନରେ ପ୍ରଭାବିତ ହୋଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଗାନ୍ଧିଜୀଙ୍କର ପ୍ରଧାନ ଅନୁଗାମୀ ହେଲେ? ସେ ଖେଡ଼ା ଆନ୍ଦୋଳନ। କିମ୍ବା ଖେଡ଼ା ଆନ୍ଦୋଳନରେ ପ୍ରଭାବିତ ହୋଇ କିଏ ଗାନ୍ଧିଜୀଙ୍କର ପ୍ରଧାନ ଅନୁଗାମୀ ହୋଇଥିଲେ? ସେ ହେଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ତାପରେ ଘରେ ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଭୂମିକା କ'ଣ ଥିଲା? ତାହେଲେ ତାପରେ ଆସିଲେ ଆମର ଅହମ୍ମଦାବାଦ ଲୁଗା କାରଖାନା। ପିଲାମାନେ, ଗୁଜୁରାଟର ଅହମ୍ମଦାବାଦରେ ଲୁଗା କଳଗୁଡ଼ିକର ମାଲିକମାନେ ପ୍ଲେଗ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ୱତନ୍ତ୍ର ଭତ୍ତା ପ୍ଲେଗ ବୋନସ୍ ପ୍ରତ୍ୟାହାର କରିନେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କ'ଣ ଏହି ଆନ୍ଦୋଳନ ହେଲା। ବୁଝିହେଲା। ସେ ଗୁଜୁରାଟରେ ଯେଉଁ ଲୁଗା କଳମାନେ ଯେଉଁମାନେ କାମ କରନ୍ତି ତାଙ୍କୁ ମୂଷା କାମୁଡ଼ାରେ ଇଏ ଥାଏ, ତେଣୁ ତାଙ୍କୁ ପ୍ଲେଗ ବୋନସ୍ ଦିଆଯାଏ। କିନ୍ତୁ ମାଲିକମାନେ କହିଲେ ଆମେ ଆଉ ପ୍ଲେଗ ବୋନସ୍ ଦେବୁନି। ତେଣୁ ଏହି ଆନ୍ଦୋଳନ ଆରମ୍ଭ ହେଲା। କ'ଣ ହେଲା? ଇଂରେଜ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଏହି କଳହରେ ହସ୍ତକ୍ଷେପ କଲେ ଏବଂ ଏଥିପାଇଁ ଏକ ଟ୍ରିବ୍ୟୁନାଲ ଗଠନ କରି ତାହାର ନିଷ୍ପତ୍ତିକୁ ଉଭୟଙ୍କୁ ଗ୍ରହଣ କରିବା ପାଇଁ ରାଜି କରାଇଲେ। କିନ୍ତୁ ମାଲିକମାନେ ଏଥିରୁ ଓହରି ଯାଇ ଶ୍ରମିକ ମଜୁରିର 20 ଭାଗ ବୃଦ୍ଧି ଘୋଷଣା କଲେ, କିନ୍ତୁ ଶ୍ରମିକମାନଙ୍କର 35 ଭାଗ ମଜୁରି ବୃଦ୍ଧି ଦାବିକୁ ପ୍ରତ୍ୟାଖ୍ୟାନ କଲେ। ସେମାନେ 20 ଭାଗ ବୃଦ୍ଧି ଘୋଷଣା କଲେ, କିନ୍ତୁ 35 ଭାଗ ସେମାନେ ଦାବି କରିଥିଲେ 35 ଭାଗ ମଜୁରି ବୃଦ୍ଧି କରିବାକୁ, କିନ୍ତୁ ତାହା ସେମାନେ ରାଜି ହେଲେ ନାହିଁ। ତେଣୁ ମାଲିକମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକମାନଙ୍କୁ ଏକ ଅହିଂସା ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇ ନିଜେ ଏହାର ନେତୃତ୍ୱ ନେଇଥିଲେ। ଦାବି ପୂରଣ ପର୍ଯ୍ୟନ୍ତ ସେ ଶ୍ରମିକମାନଙ୍କ ସପକ୍ଷରେ ଅନଶନ ଆରମ୍ଭ କଲେ। ଏଥିରେ ଭୟଭୀତ ହୋଇ ମାଲିକମାନେ ଶ୍ରମିକମାନଙ୍କ ମଜୁରି 35 ଭାଗ ବୃଦ୍ଧି କରାଇଲେ। ବୁଝିହେଲା। ଏହି ଆନ୍ଦୋଳନ ଦ୍ୱାରା ଗାନ୍ଧିଜୀ ଜନସାଧାରଣ ମନରେ ସତ୍ୟାଗ୍ରହ ପ୍ରତି ଆଗ୍ରହ, ଶ୍ରଦ୍ଧା ଓ ସମ୍ମାନ ଜାଣିପାରିଲେ। ବୁଝିହେଲା। ବଢ଼ିଆ ଆନ୍ଦୋଳନ ଥିଲା ଇଏ। ତାପରେ ଯିବା ଆମେ ଉଁରେ କ'ଣ ଦେଲା? ରାଓଲାତ ଆଇନ କ'ଣ ଏବଂ ଏହା ବିରୁଦ୍ଧରେ ଭାରତୀୟମାନଙ୍କର ପ୍ରତିକ୍ରିୟା କିପରି ପ୍ରତିଫଳିତ ହୋଇଥିଲା ବୁଝାଅ। ବୁଝିହେଲା। ତାହେଲେ ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପ ଦେଖି ଦମନ କରିବା ନିମନ୍ତେ ଇଂରେଜ ସରକାର ବିଚାରପତି ରାଓଲାଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ ଓ ସେହି କମିଟିର ସୁପାରିଶ ଅନୁସାରେ ଯେଉଁ ଆଇନ ପ୍ରଣୀତ ହେଲା ତାହା ରାଓଲାତ ଆଇନ ନାମରେ ପରିଚିତ। କିଏ କରିଥିଲେ? ରାଓଲାତଙ୍କ ଅଧ୍ୟକ୍ଷତାରେ ହେଇଥିବାରୁ ତାକୁ ରାଓଲାତ ଆଇନ କୁହାଗଲା। ଏହି ଆଇନ ବଳରେ କ'ଣ ହେଲା? ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଥିଲା। ଫଳରେ ଜନସାଧାରଣଙ୍କ ଅଧିକାର ଓ ସ୍ୱାଧୀନତା କ୍ଷୁଣ୍ଣ ହେଲା। ସେମାନେ ରାଓଲାତ ଆଇନ ଗଠନ କରି କହିଲେ ଆମେ ମନ ଇଚ୍ଛା ଭାରତୀୟମାନଙ୍କୁ ଆରେଷ୍ଟ କରିପାରିବୁ, ତୁମେ କିଛି ଆମର କରିପାରିବ ନାହିଁ। ବୁଝିହେଲା। ଗାନ୍ଧିଜୀ 1919 ଫେବୃଆରୀରେ ଏକ ସତ୍ୟାଗ୍ରହ କମିଟି ଗଠନ କରି ଏହି ଆଇନକୁ ସତ୍ୟ ଓ ଅହିଂସା ଭିତ୍ତିକ ଉପାୟରେ ବିରୋଧ କରିବାକୁ ଏହାର ସଭ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ବ୍ରିଟିଶ ବ୍ୟବସ୍ଥାପକ ସଭାରେ ଭାରତୀୟ ସଭ୍ୟମାନଙ୍କ ବିରୋଧ ସତ୍ତ୍ୱେ ସଂଖ୍ୟାଗରିଷ୍ଠ ସହକାରୀ ସଭ୍ୟଙ୍କ ସମର୍ଥନରେ 1919 ମାର୍ଚ୍ଚ 18 ତାରିଖରେ ରାଓଲାତ ଆଇନ କ'ଣ ହେଲା? ଗୃହୀତ ହେଇଥିଲା। ବୁଝିହେଲା। 1919 ପଡ଼ିବ ପରୀକ୍ଷାରେ କେତେ ତାରିଖରେ ରାଓଲାତ ଆଇନ ଗୃହୀତ ହୋଇଥିଲା? 1919 ମାର୍ଚ୍ଚ 18 ତାରିଖରେ। ଏବଂ ଗାନ୍ଧିଜୀଙ୍କ ଆହ୍ୱାନରେ 1919 ମସିହା ଏପ୍ରିଲ 6 ତାରିଖ ଦିନ ଦେଶବାସୀ ସବୁ କାର୍ଯ୍ୟ ବନ୍ଦ କରି ଉପବାସ ଓ ପ୍ରାର୍ଥନା ଦ୍ୱାରା ହରତାଳ ପାଳନ କରିଥିଲେ। ପରେ 1919 ମସିହା ଏପ୍ରିଲ 9 ତାରିଖରେ ଇଂରେଜ ସରକାର ଗାନ୍ଧିଜୀଙ୍କୁ ଗିରଫ କରି ଛାଡ଼ି ଦେଇଥିଲେ। ଏହି ଆନ୍ଦୋଳନ ଥିଲା ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ବୁଝିହେଲା। ରାଓଲାତ ଆଇନ ଆନ୍ଦୋଳନ ହେଉଛି ଗାନ୍ଧିଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ତାପରେ ଆମେ 2 ମାର୍କିଆ ପଡ଼ିବ, 2 ମାର୍କିଆ 3 ମାର୍କିଆ ପଡ଼ିବ। ହେଲା। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 20ଟି ଶବ୍ଦର ଦେବା। ତାହେଲେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାର କେଉଁ ସ୍ଥାନକୁ ଯାଇଥିଲେ ଓ କ'ଣ ପାଇଁ ଯାଇଥିଲେ?
ତାହେଲେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ଯାଇଥିଲେ ଏବଂ ଦାଦାଲ ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ଏକ ମକଦ୍ଦମା ଲଢ଼ିବା ପାଇଁ ସେ ସେଠାକୁ ଯାଇଥିଲେ। ତାପରେ ଖରେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୁଦ୍ଧରେ ସଚେତନ କରିବା ପାଇଁ କ'ଣ କରିଥିଲେ? ତାହେଲେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କୁ ଇଂରେଜମାନଙ୍କ ଅତ୍ୟାଚାର ବିରୁଦ୍ଧରେ ସଚେତନ କରିବା ପାଇଁ 1894 ମସିହାରେ ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠନ କରିଥିଲେ। ଆଉ କ'ଣ କରିଥିଲେ? ଏହାଛଡ଼ା ସେ ଶ୍ୱେତାଙ୍ଗମାନଙ୍କର ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ସମ୍ବାଦ ପତ୍ରିକା ପ୍ରକାଶ କରିଥିଲେ। ବହୁତ ଥର ପରୀକ୍ଷାରେ ଆସୁଛି। ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ସମ୍ବାଦପତ୍ର ପ୍ରକାଶିତ କରିଥିଲେ। ତାପରେ ଗରେ ଦେଖିବା ଗାନ୍ଧୀଜୀ କେଉଁ ଆନ୍ଦୋଳନରେ ପ୍ରଥମ ଥର ପାଇଁ ସତ୍ୟାଗ୍ରହର ପ୍ରୟୋଗ କରିଥିଲେ? ତାହେଲେ ଦେଖିବା 1906 ଖ୍ରୀଷ୍ଟାବ୍ଦରେ ପିଲାମାନେ ଯେତେବେଳେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଆଙ୍ଗୁଳି ଛାପ ଥିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ କଲେ, ସେତେବେଳେ ଗାନ୍ଧୀଜୀ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ। ତାହେଲେ ପିଲାମାନେ ଦକ୍ଷିଣ ଆଫ୍ରିକାର ସରକାର ଗୋଟେ ଆଇନ ପ୍ରଣୟନ କଲେ ଯେ ଭାରତୀୟମାନଙ୍କୁ ସବୁବେଳେ ଆଙ୍ଗୁଳି ଛାପ ଥିବା ପଞ୍ଜୀକୃତ ଧରିବା ପାଇଁ। ତେଣୁ ଗାନ୍ଧୀଜୀ ଏହା ଭିତରେ ଆନ୍ଦୋଳନ କଲେ। ଏହି ଆନ୍ଦୋଳନ ପ୍ରଥମ ଥର ପାଇଁ ଗାନ୍ଧୀଜୀଙ୍କର ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରିଥିଲେ। ତାପରେ ଘରେ 3 କାଠିଆ ବ୍ୟବସ୍ଥା କ'ଣ? ପିଲାମାନେ ଏଇନା ପଢ଼ିଲେ ବିହାର ଚମ୍ପାରନ ଜିଲ୍ଲାରେ ଚାଷୀମାନଙ୍କୁ ଜମିର 20 ଭାଗରୁ 3 ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷରୋପଣକାରୀମାନେ ବାଧ୍ୟ କରିଥିଲେ। ବୁଝିହେଲା? ଏବଂ ବୃକ୍ଷରୋପଣକାରୀମାନେ ନୀଳ ଚାଷ କରିବେ, କିନ୍ତୁ ଇଂରେଜମାନେ ଯାହା ଦର ଠିକ୍ କରିଥିଲେ ତାଙ୍କୁ ସେଇ ଦରରେ ବିକିବାକୁ ପଡ଼ିବ। ଏହାକୁ ଆମେ 3 କାଠିଆ ବ୍ୟବସ୍ଥା କହୁଛେ। ତାପରେ ରେ ଦେଖିବା ରେ ଦେଲା ନୀଳର ଚାହିଦା ହ୍ରାସ ପାଇବା ଫଳରେ ଚମ୍ପାରନରେ ଚାଷୀମାନଙ୍କୁ କିପରି ଶୋଷଣ କରାଗଲା? ତାହେଲେ ନୀଳର ଚାହିଦା ହ୍ରାସ ପାଇବାରୁ ଚମ୍ପାରନରେ ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ ଭାବେ ନ କରିବା ପାଇଁ ଜମିର ଭଡ଼ା ବୃଦ୍ଧି କରିଦିଆଗଲା। ଏତଦ୍‌ବ୍ୟତୀତ ଅନେକ ବେଆଇନ ଟିକସ ଆଦାୟ କରି ଚାଷୀମାନଙ୍କୁ ଶୋଷଣ କରାଗଲା। ରେ ଦେଲା ଖେଡ଼ା ସତ୍ୟାଗ୍ରହ କ'ଣ ପାଇଁ ଆରମ୍ଭ ହୋଇଥିଲା? ତାହେଲେ 1918 ମସିହା ଗୁଜରାଟର ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ପିଲାମାନେ ବାଧାପ୍ରାପ୍ତ ହେଲା। ତତ୍କାଳୀନ ନିୟମ ଅନୁସାରେ ସ୍ୱାଭାବିକ ଉତ୍ପାଦନର 1/4 ଯଦି କମ୍ ପରିମାଣର ଶସ୍ୟ ଉତ୍ପାଦିତ ହୁଏ, ତାହେଲେ ଚାଷୀମାନଙ୍କର ରାଜସ୍ୱ ଦେୟ ପରିମାଣ କୋହଳ କରିବାର ବ୍ୟବସ୍ଥା ଥିଲା। କିନ୍ତୁ ଇଂରେଜ କର୍ମଚାରୀମାନେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ରାଜସ୍ୱ ଭରଣ କରିବାକୁ ବାଧ୍ୟ କରିବାରୁ ଗାନ୍ଧୀଜୀ ଏହା ବିରୁଦ୍ଧରେ ଆନ୍ଦୋଳନ କରିଥିଲେ। ତାପରେ 6ରେ ଆମକୁ ପଚାରିଛି ଅହମ୍ମଦାବାଦ ଲୁଗା କଳ ଶ୍ରମିକମାନଙ୍କର କାହିଁକି ମାଲିକମାନଙ୍କ ସହିତ କଳହ ଆରମ୍ଭ ହେଲା? ପିଲାମାନେ ଶ୍ରମିକମାନଙ୍କୁ ଗୋଟେ ଏଇନା ପଢ଼ିଲେ ପ୍ଲେଗ ବୋନସ ନାମକ ଏକ ସ୍ୱତନ୍ତ୍ର ଭତ୍ତା ଦିଆଯାଉଥିଲା, କିନ୍ତୁ ମାଲିକମାନେ ଏହି ସ୍ୱତନ୍ତ୍ର ଭତ୍ତା ଦେବାକୁ ମନା କରିବାରୁ କଳହର ସୂତ୍ରପାତ ହୋଇଥିଲା। ତାପରେ ସେଇ ଏକା କୋଶ୍ଚିନ୍ ପିଲାମାନେ ବିଷୟରେ ଅଛି, ବାରମ୍ବାର 2 ମାର୍କରେ ରିପିଟ୍ କରିଛି। ରାଓଲାତ ଆଇନ ଏବେ ପଢ଼ିଲେ 1919 ମସିହାରେ ଇଂରେଜ ସରକାର ନିଜେ କରି କହିଲା ଯେ ଆମେ ମନ ଇଚ୍ଛା ଯାହାକୁ ମନ ତାହା ଜେଲରେ ଭର୍ତ୍ତି କରିଦେବୁ। ହେଲା, ତେଣୁ ଏହି ଆଇନ ଅନୁସାରେ କୌଣସି ଭାରତୀୟଙ୍କୁ ଆମେ ଗିରଫ କରାଯାଇ ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଥିଲା। ତାପରେ ଝରେ ଦେଲା ଆମକୁ ରାଓଲାତ ଆଇନ ବିରୁଦ୍ଧରେ ଗାନ୍ଧୀଜୀଙ୍କ ଗଣସତ୍ୟାଗ୍ରହକୁ ଆନି ବେସାନ୍ତଙ୍କ ବ୍ୟତୀତ ଅନ୍ୟ କେଉଁ ନେତାମାନେ ବିରୋଧ କରିଥିଲେ? ପିଲାମାନେ ରାଓଲାତ ଆଇନ ବିରୁଦ୍ଧରେ ଗାନ୍ଧୀଜୀଙ୍କ ଗଣସତ୍ୟାଗ୍ରହକୁ ଶ୍ରୀମତୀ ଆନି ବେସାନ୍ତଙ୍କ ବ୍ୟତୀତ କିଏ ଏଦୁଲ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୁର ସାହୁ ଓ ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତାଗଣ ବିରୋଧ କରିଥିଲେ। ତାପରେ ରେ ଦେଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କାହିଁକି ସଂଗଠିତ ହୋଇଥିଲା? ପିଲାମାନେ ସମଗ୍ର ଦେଶରେ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିଲା ବେଳେ 1919 ଏପ୍ରିଲ 10 ତାରିଖରେ ଅମୃତସରଠାରେ 2 ସ୍ଥାନୀୟ ନେତା ଡକ୍ଟର ସତ୍ୟପାଲ ଓ ଡକ୍ଟର ସାଇଫୁଦ୍ଦିନ କିଚଲୁଙ୍କୁ ଗିରଫ କରାଗଲା। ସେମାନଙ୍କ ଗିରଫରେ ପ୍ରତିବାଦ ତଥା ବୈଶାଖ ଉତ୍ସବ ପାଳନ କରିବା ପାଇଁ ଅମୃତସରଠାରେ ଜାଲିଆନାୱାଲାବାଗ 1919 ମସିହା ଏପ୍ରିଲ ତାରିଖରେ ବହୁ ସଂଖ୍ୟକ ଲୋକ ଏକ ସଭାରେ ଏକତ୍ରିତ ହେଲେ। ପୂର୍ବରୁ କ'ଣ ହେଇଥିଲା? କୌଣସି ସଭା ସମିତି ନ କରିବା ପାଇଁ ଘୋଷିତ ହୋଇଥିଲା, କିନ୍ତୁ ଜନସାଧାରଣ ଏଥିରେ ଅବଗତ ନଥିଲେ। ଠିକ୍ ସେହି ସମୟରେ ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର
ସୈନ୍ୟଙ୍କ ସହ ସେଠାରେ ପହଞ୍ଚି ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଏଥିରେ ଅନେକ ଲୋକ ମୃତାହତ ହୋଇଥିଲେ। ତାପରେ 3 ନମ୍ବର, ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଆମେ ଲେଖିବା। ହେଲା, 1984ରେ ଗାନ୍ଧିଜୀଙ୍କ ଦ୍ୱାରା କେଉଁ ଅନୁଷ୍ଠାନ ଗଠିତ ହୋଇଥିଲା? ପିଲାମାନେ 1984 ମସିହାରେ ଗାନ୍ଧିଜୀଙ୍କ ଦ୍ୱାରା ନାଟାଲ ଭାରତୀୟ କଂଗ୍ରେସ ନାମକ ଏକ ରାଜନୈତିକ ଅନୁଷ୍ଠାନ ଗଠିତ ହୋଇଥିଲା। ବୁଝିହେଲା। ଖରେ ଇଣ୍ଡିଆନ୍ ଓପିନିଅନ ସମ୍ବାଦପତ୍ର କିଏ ପ୍ରକାଶ କରିଥିଲେ? ମହାତ୍ମା ଗାନ୍ଧୀ ପ୍ରକାଶିତ କରିଥିଲେ। ଗରେ ପଚାରିଛି ମୋହନ ଦାସ କରମଚନ୍ଦ ଗାନ୍ଧୀଙ୍କୁ କିଏ ମହାତ୍ମା ଆଖ୍ୟା ଦେଇଥିଲେ? ରବୀନ୍ଦ୍ରନାଥ ଠାକୁର ଦେଇଥିଲେ। ହେଲା, ଟାଗୋର ଦେଇଥିଲେ। ତାପରେ ଘରେ କାହାର ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ ଚମ୍ପାରନ୍ ଯାଇଥିଲେ? ରାଜକୁମାର ଶୁକ୍ଲାଙ୍କ ନିମନ୍ତ୍ରଣ କ୍ରମେ। ଓରେ ଖେଡ଼ା ଆନ୍ଦୋଳନରେ କିଏ ମହାତ୍ମା ଗାନ୍ଧୀଙ୍କ ମୁଖ୍ୟ ସହଯୋଗୀ ଥିଲେ? ହେଲା ଇନ୍ଦୁଲାଲ ଜାଗିଙ୍ଗ ଥିଲେ। ତାପରେ ଚରେ ପ୍ଲେଗ ବୋନସ କ'ଣ? ପ୍ଲେଗ ବୋନସ ହେଲା ଗୁଜୁରାଟର ଅହମ୍ମଦାବାଦରେ ଲୁଗାକଳ ଗୁଡ଼ିକରେ ମାଲିକମାନେ କ'ଣ ପ୍ଲେଗ ବୋନସ ଦେବାକୁ ମନା କରିବାକୁ ହେଲା, ପ୍ଲେଗ ମହାମାରୀ ପାଇଁ ସ୍ୱତନ୍ତ୍ର ଭତ୍ତାକୁ ପ୍ଲେଗ ବୋନସ କୁହାଯାଏ, ଏଇ ଯେଉଁ ଦିଆଯାଏ। 6ରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେବେ ସଂଗଠିତ ହୋଇଥିଲା? ସେଟା 1919 ଏପ୍ରିଲ ମାସ 13 ତାରିଖରେ। ତାପରେ ଜରେ ଜେନେରାଲ ଡାୟାର କିଏ? ଜେନେରାଲ ଡେ ହେଉଛନ୍ତି ଅମୃତସରର ସାମରିକ ମୁଖ୍ୟ, ଯିଏ ଗୁଳି ଫାୟାର କରିଥିଲେ। ଝରେ କୌଣସି ପ୍ରକାର ଭାରତୀୟମାନେ ସରକାରଙ୍କ ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ କିଏ କହିଥିଲେ? ଏହା ଗାନ୍ଧିଜୀ କହିଥିଲେ। ନ୍ୟରେ ହେଲା ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ଗାନ୍ଧିଜୀ କେଉଁ ଉପାଧି ତ୍ୟାଗ କରିଥିଲେ? ସେ ହେଲା କାଇଜର ଇ ହିନ୍ଦ ଉପାଧି ତ୍ୟାଗ କରିଦେଇଥିଲେ। ତାପରେ ଆମର ଆସିଲା ସର୍ଟ କୋଶ୍ଚିନ୍। ହେଲା, ଅପସନ୍ ଦିଆ ସର୍ଟ କୋଶ୍ଚିନ୍ ଦେଇଛି। ପ୍ରତ୍ୟେକ ଭାରତୀୟ ନିଜର ଆଙ୍ଗୁଳି ଛାପ ପଞ୍ଜୀକରଣ ପ୍ରମାଣପତ୍ରକୁ ସବୁ ସମୟରେ ବହନ କରିବା ସଂକ୍ରାନ୍ତରେ ଦକ୍ଷିଣ ଆଫ୍ରିକା ସରକାର କେବେ ଆଇନ ପ୍ରଣୟନ କରିଥିଲେ? 1906 ମସିହାରେ। ତାପରେ ଖରେ ଦେଲା ଚାଷୀମାନଙ୍କର ସମସ୍ୟାର ଅନୁଧ୍ୟାନ ପାଇଁ 1917 ଏପ୍ରିଲରେ ଗାନ୍ଧିଜୀ କେଉଁଠାରେ ପହଞ୍ଚିଲେ? ସେଟା ମୋତିହାରୀରେ ପହଞ୍ଚିଲେ। ତାପରେ ଗରେ ଖେଡ଼ା ଆନ୍ଦୋଳନର ସଫଳତାରେ ପ୍ରଭାବିତ ହୋଇ କିଏ ଗାନ୍ଧିଜୀଙ୍କ ଜଣେ ପ୍ରଧାନ ଅନୁଗାମୀ ଥିଲେ? ସେ ହେଲା ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଘରେ ରାଓଲାତ ଆଇନ କେବେ ଗୃହୀତ ହୋଇଥିଲା? ସେଟା 1919 ମାର୍ଚ୍ଚ 18 ତାରିଖରେ ଗୃହୀତ ହୋଇଥିଲା। ତାପରେ ରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେଉଁଠାରେ ଅବସ୍ଥିତ ହେଇଥିଲା? ସେଟା ଅମୃତସରରେ। ବୁଝିହେଲା, ପଞ୍ଜାବର ଅମୃତସର। ହେଲା ସମ୍ପୂର୍ଣ୍ଣ ସରିଗଲା ପ୍ରଥମ ଅଧ୍ୟାୟର ପ୍ରଥମ ପାଠ। ଭିଡ଼ିଓ ଲାଗିଥିଲେ ସେୟାର କରିଦେବ, ଭିଡ଼ିଓକୁ ଲାଇକ୍ କରିଦେବ। ବୁଝିହେଲା, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ।